ବାଡ଼ିକି ଯାଇଥିଲି କଖାରୁ ଡଙ୍କ ଦେଖି ମା କଥା ଭାରି ମନେ ପଡ଼ିଲା। ମୁଁ କହିଲି ନେଇକି ଯାଉଛି କଖାରୁ ଡଙ୍କ ଟିକେ ନଡ଼ିଆ ଦେଇକି ଭାଜିବି। ମା ନଡ଼ିଆ ଦେଇକି କଖାରୁ ଡଙ୍କ ଭାଜେ, ବହୁତ ବଢ଼ିଆ ଲାଗେ। ଆଜି ଚାଲନ୍ତୁ ନଡ଼ିଆ ଦେଇକି କଖାରୁ ଡଙ୍କ ଭାଜିବା। କଖାରୁ ଶାଗଟା ସୋରିଷ ତେଲରେ ବନେଇଲେ ବହୁତ ବଢ଼ିଆ ଲାଗେ। ଏଠି ମୁଁ ସୋରିଷ ତେଲ ଦେଲି, ଶୁଖିଲା ଲଙ୍କା, ସୋରିଷ, ଜିରା, ରସୁଣ ଦେଇ ଭଲକି ବଘାରି ଦେବା। ତାପରେ କାଟି ରଖିଥିବା କଖାରୁ ଆଉ ଆଳୁ ଦେଲି। ମୁଁ ଆଉ କିଛି ପରିବା ପକେଇ ନାହିଁ। ତାପରେ ଲୁଣ ହଳଦୀ ଦେଇ ଭଲକି ଭାଜିଦେବା। ଟିକେ ଭାଜି ହେଇଗଲା ପରେ ଆମେ ଶାଗତକ ପକେଇଦେବା। ଶାଗ ଆମର ଢାଙ୍କିଦେବା। ଶାଗ ଟିକେ ଭଲକି ଭାଜି ହେଇଗଲା ପରେ ନଡ଼ିଆ କୋରା ଦେଇଦେବା। ନଡ଼ିଆ କୋରା ଅଳ୍ପ ଟିକେ ଚିନି ଦେବେ, ଦେଖିବେ ଶାଗଟି ବହୁତ ବଢ଼ିଆ ଲାଗିବ। ଏଇଭଳି ଭାବେ ବନେଇକି ଖାଆନ୍ତୁ। ପଖାଳ ସାଙ୍ଗରେ ଭଲ ଲାଗିବ, ଆପଣଙ୍କର ଗରମ ଭାତ ସାଙ୍ଗରେ ବି ଭଲ ଲାଗିବ। ଦେଖନ୍ତୁ ଆମର ନଡ଼ିଆ ଦିଆ କଖାରୁ ଶାଗ ରେଡି ହେଇଗଲା।